ବର୍ତ୍ତମାନ ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ବଡ଼ ଖବର। ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ତେବେ ଆପଣମାନଙ୍କ ପାଇଁ ଏହି ଖବରଟି ଜାଣିବା ନିହାତି ଜରୁରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ 8ଟି ବିଭାଗର 11ଟି ପ୍ରସ୍ତାବରେ ମୋହର ବାଜିଛି। କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତେବେ ସବୁଠୁ ବଡ଼ କଥା ହେଉଛି, ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ଏବଂ ମୃତ୍ୟୁ ରାସନ କାର୍ଡଧାରୀଙ୍କ ନାଁରେ ରାସନ ସାମଗ୍ରୀ ଉଠାଉଛନ୍ତି କି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ମୃତ୍ୟୁ ତାରିଖଠାରୁ ଗ୍ରହଣ ହୋଇଥିବା ସାମଗ୍ରୀର ମୂଲ୍ୟ ସମ୍ପୃକ୍ତ ପରିବାରଠାରୁ 1.5 ଗୁଣା ହାରରେ ଆଦାୟ ହେବ। ଓଡ଼ିଶାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଂଶୋଧିତ ଆଦେଶ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଅନ୍ତୋଦୟ ଅନ୍ନ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ କ୍ୟାବିନେଟ୍ରେ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସମସ୍ତ ହିତାଧିକାରୀଙ୍କୁ ଇ-କେୱାଇସି ଯାଞ୍ଚ, ନାବାଳକଙ୍କ ନାମରେ ସ୍ୱତନ୍ତ୍ର ରାସନ କାର୍ଡ ଜାରି ନ କରିବା, ଅଯୋଗ୍ୟ ପରିବାର ଚିହ୍ନଟ ଆଦି ନିୟମରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର। ଏଣିକି ଗ୍ରାମାଞ୍ଚଳରେ ମାସିକ 15,000 ଏବଂ ସହରାଞ୍ଚଳରେ 20,000 ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଥିବା ପରିବାର ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଇପାରିବେ। ରାସନ କାର୍ଡ ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ହୋଇଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ ମୃତ୍ୟୁ ବ୍ୟକ୍ତିଙ୍କ ନାମରେ ଅନୁଚିତ ଭାବେ ରାସନ ସାମଗ୍ରୀ ଉଠାଣକୁ ରୋକିବା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶ 2016ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ସଂଶୋଧନ ଦ୍ୱାରା ରାସନ କାର୍ଡରେ ଥିବା କୌଣସି ସଦସ୍ୟଙ୍କ ମୃତ୍ୟୁ ସମ୍ପର୍କରେ ତୁରନ୍ତ ସୂଚନା ଦେବାର ଦାୟିତ୍ୱ ଘରର ମୁଖ୍ୟ କିମ୍ବା ନାମାଙ୍କିତ ସଦସ୍ୟଙ୍କ ଉପରେ ନ୍ୟସ୍ତ କରାଯାଇଛି। ତଥ୍ୟ ଲୁଚାଇ ସାମଗ୍ରୀ ଗ୍ରହଣ କଲେ ମୃତ୍ୟୁ ତାରିଖଠାରୁ ଗ୍ରହଣ କରାଯାଇଥିବା ସାମଗ୍ରୀର ମୂଲ୍ୟ 1.5 ଗୁଣ ହାରରେ ଆଦାୟ କରାଯିବ। ତ ଏ ଥିଲା ରାସନ କାର୍ଡଧାରୀଙ୍କ ପାଇଁ ଗୋଟେ ଛୋଟ ଇନଫର୍ମେସନ୍, ଯାହାକି ମୃତ୍ୟୁ ବ୍ୟକ୍ତିଙ୍କ ନାଁରେ ରାସନ ଉଠାଇଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ରାସନ କାର୍ଡରେ ଥିବା ସଦସ୍ୟଙ୍କର ମୃତ୍ୟୁ ସମ୍ପର୍କିତ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ଉଠାଇଲେ 1.5 ଗୁଣା ଅର୍ଥ ଆଦାୟ କରାଯିବ। ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ତାରିଖ ପରଠାରୁ ନେଇଥିବା ପିଡିଏସ୍ ସାମଗ୍ରୀର ମୂଲ୍ୟ 1.5 ଗୁଣ ଅର୍ଥ ପରିବାର ଲୋକଙ୍କଠାରୁ ଆଦାୟ କରାଯିବ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଭିଡ଼ିଓକୁ ଲାଇକ୍ କରନ୍ତୁ। ଆଉ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସାଇଟ୍ରେ ଆସୁଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ ସିଲେକ୍ଟ କରିନିଅନ୍ତୁ।